ଆଜିର ଅଧ୍ୟାୟରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କର ବାଲ୍ୟ ଜୀବନ କିପରି କଟିଥିଲା, ତାଙ୍କର ବାଲ୍ୟ ଜୀବନ ଇତିହାସ ବିଷୟରେ ଆଜି ଆମେ ଜାଣିବା। ମୋହନଦାସ କରମଚାନ୍ଦ ଗାନ୍ଧୀ 1869 ମସିହା ଅକ୍ଟୋବର ମାସ 2 ତାରିଖ ଦିନ କାଠିଆୱାର ଉପଦ୍ୱୀପର ଏକ ଉପକୂଳବର୍ତ୍ତୀ ସହର ପୋରବନ୍ଦରର ଏକ ଗୁଜୁରାଟୀ ହିନ୍ଦୁ ମଧ ବଣିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ଥିଲା କରମଚାନ୍ଦ ଉତ୍ତମ ଚାନ୍ଦ ଗାନ୍ଧୀ। ପୋରବନ୍ଦରର ଜଣେ ଦିୱାନୀ ବା ମୁଖ୍ୟମନ୍ତ୍ରୀ ଭାବରେ ସେ ସେଠାରେ କାର୍ଯ୍ୟରତ ଥିଲେ। ତାଙ୍କ ପରିବାର ତତ୍କାଳୀନ ଜୁନାଗଡ଼ ରାଜ୍ୟର କୁଟିଆନା ଗ୍ରାମରୁ ଉତ୍ପନ୍ନ ହୋଇଥିଲା। ଯଦିଓ ସେ କେବଳ ରାଜ୍ୟ ପ୍ରଶାସନର କିରାଣୀ ଥିଲେ ଏବଂ ପ୍ରାଥମିକ ଶିକ୍ଷା ମଧ୍ୟ ସେ ଲାଭ କରିଥିଲେ, କରମଚାନ୍ଦ ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ ସାବ୍ୟସ୍ତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ 4 ଥର ବିବାହ କରିଥିଲେ। ତାଙ୍କର ପ୍ରଥମ 2 ପତ୍ନୀଙ୍କର ଗୋଟିଏ ଲେଖାଏଁ କନ୍ୟା ସନ୍ତାନ ଜନ୍ମ କଲା ପରେ ଅଳ୍ପ ବୟସରେ ସେମାନଙ୍କର ମୃତ୍ୟୁବରଣ ହୋଇଥିଲା ଏବଂ ତାଙ୍କର ତୃତୀୟ ପତ୍ନୀକୁ ସେ ବିବାହ କରିଥିଲେ ଏବଂ ସେ ମଧ୍ୟ ସନ୍ତାନହୀନା ଥିଲେ। 1857 ମସିହାରେ ସେ ପୁନର୍ବାର ବିବାହ କରିବା ପାଇଁ ତୃତୀୟ ପତ୍ନୀଙ୍କର ଅନୁମତି ଲୋଡ଼ିଥିଲେ। ସେହି ବର୍ଷ ସେ ପ୍ଲୁଟିବାଈଙ୍କୁ ବିବାହ କରିଥିଲେ, ଯିଏକି ଜୁନାଗଡ଼ରୁ ଆସିଥିଲେ ଏବଂ ଏକ ପ୍ରଣାମୀ ବୈଷ୍ଣବ ପରିବାରରୁ ଆସିଥିଲେ ଏବଂ ପରବର୍ତ୍ତୀ ଦଶନ୍ଧି ମଧ୍ୟରେ କରମଚାନ୍ଦ ଏବଂ ପୁତଲିବାଈଙ୍କର 3ଟି ସନ୍ତାନ ଥିଲେ। ଗୋଟିଏ ପୁଅ ଥିଲେ ଲକ୍ଷ୍ମୀ ଦାସ, ଜଣେ କନ୍ୟା ରାଲିଆତ ବେହେନ ଏବଂ ଅନ୍ୟ ଜଣେ ପୁତ୍ର ଥିଲେ କରସ ଦାସ। 1869 ମସିହା ଅକ୍ଟୋବର 2 ତାରିଖ ଦିନ ପୁତଲିବାଈ ପୋରବନ୍ଦର ସହରରେ ଥିବା ଗାନ୍ଧୀ ପରିବାରର ଏକ ବାସଭବନରେ ଏକ ଅନ୍ଧାରୀ ଝରକାବିହୀନ ତଳମହଲା କୋଠରୀରେ ତାଙ୍କର ଶେଷ ସନ୍ତାନ ମୋହନ ଦାସଙ୍କୁ ଜନ୍ମ ଦେଇଥିଲେ। ପିଲାଦିନେ ଗାନ୍ଧୀଜୀଙ୍କୁ ତାଙ୍କ ଭଉଣୀ ରିଆଲତ ପାରଦ ପରି ଅଶାନ୍ତ, ଖେଳିବା କିମ୍ବା ବୁଲିବା ବୋଲି ବର୍ଣ୍ଣନା କରିଥିଲେ। କୁକୁରଙ୍କ କାନ ବୁଲେଇବା ତାଙ୍କର ଏକ ପ୍ରିୟ ପସନ୍ଦ ଥିଲା। ଭାରତୀୟ କ୍ଲାସିକ୍, ବିଶେଷ କରି ଶ୍ରବଣ କୁମାର ଏବଂ ରାଜା ହରିଶ୍ଚନ୍ଦ୍ରଙ୍କ କାହାଣୀ ଗାନ୍ଧୀଜୀଙ୍କୁ ପିଲାଦିନରେ ଉପରେ ବହୁତ ପ୍ରଭାବ ପକାଇଥିଲା ଏବଂ ଗାନ୍ଧୀଜୀ ଏହାଦ୍ୱାରା ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲେ। ନିଜର ଆତ୍ମଜୀବନୀରେ ସେ ଲେଖିଛନ୍ତି ଯେ ସେମାନେ ତାଙ୍କ ଜୀବନରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଥିଲେ। ସେ ଲେଖିଛନ୍ତି, ଏହା ମୋତେ ବ୍ୟଥିତ କରିଥିଲା ଏବଂ ମୁଁ ହରିଶ୍ଚନ୍ଦ୍ରଙ୍କୁ ନିଜ ସହିତ ଅଭିନୟ ମଧ୍ୟ କରିଥିଲି। ସତ୍ୟ ଏବଂ ପ୍ରେମକୁ ସର୍ବୋଚ୍ଚ ମୂଲ୍ୟବୋଧ ଭାବରେ ଗ୍ରହଣ କରିବା ପାଇଁ ଗାନ୍ଧୀଜୀଙ୍କ ପ୍ରାରମ୍ଭିକ ଆତ୍ମପରିଚୟ ଏହି ମହାକାବ୍ୟର ଚରିତ୍ରମାନଙ୍କ ପାଇଁ ଚିହ୍ନିତ। ଏହି ପରିବାରର ଧାର୍ମିକ ପୃଷ୍ଠଭୂମି ବେଶ୍ ଆକର୍ଷଣୀୟ ଥିଲା। ଗାନ୍ଧୀଜୀଙ୍କ ପିତା କରମଚାନ୍ଦ ହିନ୍ଦୁ ଥିଲେ ଏବଂ ମାତା ପୁତଲିବାଈ ଏକ ପ୍ରଣାମୀ ବୈଷ୍ଣବ ହିନ୍ଦୁ ପରିବାରରୁ ଆସିଥିଲେ। ଗାନ୍ଧୀଜୀଙ୍କ ପିତା ବୈଶ୍ୟର ବର୍ଣ୍ଣର ଥିବା ମେଧା ବଣିଆ ଜାତିର ଥିଲେ ଏବଂ ତାଙ୍କର ମା ମଧ୍ୟଯୁଗୀୟ କୃଷ୍ଣ ଭକ୍ତି ଭିତ୍ତିକ ପ୍ରଣାମୀ ପରମ୍ପରାରୁ ଆସିଥିଲେ, ଯାହାର ଧାର୍ମିକ ଗ୍ରନ୍ଥଗୁଡ଼ିକ ମଧ୍ୟରେ ଭାଗବତର ଗୀତା, ଭାଗବତ ପୁରାଣ ଏବଂ 14ଟି ଗ୍ରନ୍ଥର ଏବଂ ସଂକଳନ ଅନ୍ତର୍ଭୁକ୍ତ, ଯାହାକୁ ପରମ୍ପରା ବେଦ, କୁରାନ ଏବଂ ବାଇବେଲର ସାରକୁ ଅନ୍ତର୍ଭୁକ୍ତ କରି। ଗାନ୍ଧୀଜୀ ତାଙ୍କ ମାଙ୍କ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ଜଣେ ଅତ୍ୟନ୍ତ ପବିତ୍ର ମହିଳା ଯିଏ ତାଙ୍କ ଦୈନନ୍ଦିନ ପ୍ରାର୍ଥନା ବିନା ତାଙ୍କ ଭୋଜନ ନେବା ବିଷୟରେ ଚିନ୍ତା କରିବେ ନାହିଁ। ସେ ସବୁଠାରୁ କଠିନ ଶପଥ ନେଉଥିଲେ ଏବଂ ଏହାକୁ ବିନା ପଛଘୁଞ୍ଚାରେ ପାଳନ କରୁଥିଲେ। କ୍ରମାଗତ 2-3 ଦିନ ଧରି ଉପବାସ ମଧ୍ୟ ରହିପାରୁଥିଲେ। 1874 ମସିହା ଗାନ୍ଧୀଜୀଙ୍କ ପିତା କରମଚାନ୍ଦ ପୋରବନ୍ଦର ଛାଡ଼ି ରାଜକୋଟ ନାମକ ଏକ ଛୋଟ ରାଜ୍ୟକୁ ଯାଇଥିଲେ, ଯେଉଁଠାରେ ସେ ଏହାର ଶାସକ ଠାକୁର ସାହେବଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ। ଯଦିଓ ରାଜକୋଟ ପୋରବନ୍ଦରଠାରୁ କମ୍ ସମ୍ମାନଜନକ ରାଜ୍ୟ ଥିଲା, ବ୍ରିଟିଶ ଆଞ୍ଚଳିକ ରାଜନୈତିକ ଏଜେନ୍ସି ସେଠାରେ ଅବସ୍ଥିତ ଥିଲା, ଯାହା ରାଜ୍ୟର ଦିୱାନୀକୁ ଏକ ସୁରକ୍ଷା ଦେଉଥିଲା। 1876 ମସିହାରେ କରମଚାନ୍ଦ ରାଜକୋଟର ଦିୱାନ ହୋଇଥିଲେ ଏବଂ ତାଙ୍କର ଭାଇ ତୁଳସୀ ଦାସ ତାଙ୍କୁ ପୋରବନ୍ଦରର ଦିୱାନ ଭାବରେ ଦାୟିତ୍ୱ ନେଇଥିଲେ। ଏହାପରେ ତାଙ୍କ ପରିବାର ରାଜକୋଟରେ ତାଙ୍କ ସହ ଯୋଗ ଦେଇଥିଲେ। ଗାନ୍ଧୀଜୀ 1886 ମସିହାରେ ତାଙ୍କର ବଡ଼ ଭାଇ ଲକ୍ଷ୍ମୀ ଦାସଙ୍କ ସହ 9 ବର୍ଷ ବୟସରେ ଗାନ୍ଧୀ ତାଙ୍କ ଘର ନିକଟରେ ଥିବା
ଏକ ବିଦ୍ୟାଳୟର ନାମ ଲେଖାଇଥିଲେ। ସେଠାରେ ସେ ଗଣିତ, ଇତିହାସ, ଗୁଜୁରାଟୀ ଭାଷା, ଭୂଗୋଳ ଅଧ୍ୟୟନ କରୁଥିଲେ। ମାତ୍ର 11 ବର୍ଷ ବୟସରେ ସେ ରାଜକୋଟର ଆଲଫ୍ରେଡ୍ ହାଇସ୍କୁଲରେ ନାମ ଲେଖାଇଥିଲେ। ସେ ଜଣେ ହାରାହାରି ଛାତ୍ର ଥିଲେ, କିଛି ପୁରସ୍କାର ବି ଜିତିଥିଲେ, କିନ୍ତୁ ସେ ଜଣେ ଲାଜୁଆ ଏବଂ ଜିଭ ବାନ୍ଧିବା ଛାତ୍ର ଥିଲେ। ତାଙ୍କର ଖେଳ ପ୍ରତି ବିଶେଷ ଆଗ୍ରହ ନଥିଲା। ତାଙ୍କର ଏକମାତ୍ର ସାଥୀ ଥିଲେ ବହି ଓ ସ୍କୁଲର ପାଠପଢ଼ା। 1883 ମସିହା ମେ ମାସ 13 ତାରିଖ ଦିନ 13 ବର୍ଷୀୟ ମୋହନ ଦାସ ସେହି ସମୟରେ ଏହି ଅଞ୍ଚଳର ପରମ୍ପରା ଅନୁସାରେ 14 ବର୍ଷୀୟ କସ୍ତୁରବାଇ ଗୋକୁଳ ଦାସ କପାଡ଼ିଆ, ତାଙ୍କର ପ୍ରଥମ ନାମ ସାଧାରଣତଃ କସ୍ତୁରବା ଏବଂ ସ୍ନେହରେ ତାଙ୍କୁ ବା ବୋଲି ସମ୍ବୋଧନ କରାଯାଇଥିଲା ଏବଂ ତାଙ୍କୁ ସେ ବିବାହ କରିଥିଲେ। ଏହି ପ୍ରକ୍ରିୟାରେ ସେ ସ୍କୁଲରେ ଗୋଟିଏ ବର୍ଷ ହରାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପାଠପଢ଼ାକୁ ତ୍ୱରାନ୍ୱିତ କରି ଭରଣା କରିବାକୁ ଅନୁମତି ମିଳିଥିଲା। ତାଙ୍କ ବିବାହ ଏକ ମିଳିତ କାର୍ଯ୍ୟକ୍ରମ ଥିଲା, ଯେଉଁଠାରେ ତାଙ୍କର ଭାଇ ଏବଂ ସମ୍ପର୍କୀୟ ମଧ୍ୟ ବିବାହ କରିଥିଲେ। ବିବାହର ଦିନକୁ ମନେ ପକାଇ ଗାନ୍ଧିଜୀ ଥରେ କହିଥିଲେ, ଯେହେତୁ ଆମେ ବିବାହ ବିଷୟରେ ଅଧିକ କିଛି ଜାଣିନଥିଲୁ, ଆମ ପାଇଁ ଏହାର ଅର୍ଥ କେବଳ ନୂଆ ପୋଷାକ ପିନ୍ଧିବା, ମିଠା ଖାଇବା ଏବଂ ସମ୍ପର୍କୀୟମାନଙ୍କ ସହ ଖେଳିବା। ପ୍ରଚଳିତ ପରମ୍ପରା ଅନୁଯାୟୀ ନାବାଳିକା କନ୍ୟା ନିଜ ବାପ ଘରେ ଅଧିକ ସମୟ ବିତାଉଥିଲେ ଏବଂ ତାଙ୍କ ସ୍ୱାମୀଙ୍କ ଠାରୁ ସେମାନଙ୍କୁ ଦୂରେଇ ରଖାଯାଉଥିଲା। ଅନେକ ବର୍ଷ ପରେ ଲେଖିଥିବା ମୋହନ ଦାସ ତାଙ୍କର ହେବାକୁ ଥିବା ସ୍ତ୍ରୀ ପ୍ରତି ଅନୁଭବ କରୁଥିବା ଲୋଭନୀୟ ଭାବନାକୁ ଦୁଃଖର ସହ ବର୍ଣ୍ଣନା କରିଥିଲେ। ସ୍କୁଲରେ ମଧ୍ୟ ମୁଁ ତାଙ୍କ ବିଷୟରେ ଚିନ୍ତା କରୁଥିଲି ଏବଂ ରାତି ହେବା ଏବଂ ଆମର ପରବର୍ତ୍ତୀ ସାକ୍ଷାତର ଚିନ୍ତା ମୋତେ ସବୁବେଳେ ହଇରାଣ କରୁଥିଲା। ପରବର୍ତ୍ତୀ ସମୟରେ ସେ ତାଙ୍କ ପ୍ରତି ଈର୍ଷା ଏବଂ ପୋଜେସିଭ୍ ଅନୁଭବ କରୁଥିଲେ, ଯେପରିକି ସେତେବେଳେ ସେ ତାଙ୍କ ଗାର୍ଲଫ୍ରେଣ୍ଡମାନଙ୍କ ସହିତ ଏକ ମନ୍ଦିରକୁ ଯାଉଥିଲେ ଏବଂ ତାଙ୍କ ପ୍ରତି ତାଙ୍କ ଭାବନାରେ ଯୌନ ଲୋଭ ଅନୁଭବ ମଧ୍ୟ କରୁଥିଲେ। 1885 ମସିହାର ଶେଷ ଭାଗରେ ଗାନ୍ଧିଜୀଙ୍କର ପିତା କରମଚାନ୍ଦଙ୍କର ଦେହାନ୍ତ ହୋଇଥିଲା। ସେତେବେଳେ 16 ବର୍ଷ ବୟସ୍କ ଗାନ୍ଧୀ ଏବଂ ତାଙ୍କର 17 ବର୍ଷ ବୟସ୍କ ପତ୍ନୀଙ୍କର ପ୍ରଥମ ସନ୍ତାନ ହୋଇଥିଲା, ଯିଏକି ମାତ୍ର କିଛି ଦିନ ବଞ୍ଚିଥିଲେ ଏବଂ ଏହି ଦୁଇଟି ମୃତ୍ୟୁ ଗାନ୍ଧିଜୀଙ୍କୁ ବ୍ୟଥିତ କରିଥିଲା। ଗାନ୍ଧୀ ଦମ୍ପତିଙ୍କର ଆଉ 4ଟି ସନ୍ତାନ ଥିଲେ। ସେମାନେ ଥିଲେ ପୁଅ ଯଥା ହରିଲାଲ, ମଣିଲାଲ, ରାମଦାସ ଏବଂ ଦେବଦାସ। ନଭେମ୍ବର 1887ରେ 18 ବର୍ଷୀୟ ଗାନ୍ଧୀ ଅହମ୍ମଦାବାଦ ହାଇସ୍କୁଲରୁ ସ୍ନାତକ ହାସଲ କରିଥିଲେ। ଜାନୁଆରୀ 1888ରେ ସେ ଭାବନଗର ରାଜ୍ୟର ସାମଲ ଦାସ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ, ଯାହା ସେତେବେଳେ ଏହି ଅଞ୍ଚଳର એકમાત્ર ଉଚ୍ଚଶିକ୍ଷା ପ୍ରଦାନକାରୀ ଅନୁଷ୍ଠାନ ଥିଲା। କିନ୍ତୁ ସେ ପାଠପଢ଼ା ଛାଡ଼ି ପୋରବନ୍ଦରରେ ଥିବା ନିଜ ପରିବାର ପାଖକୁ ଫେରି ଆସୁଥିଲେ। ତେବେ ଆଶା କରେ ଗାନ୍ଧିଜୀଙ୍କର ବାଲ୍ୟ ଜୀବନକୁ ନେଇ ଏ ସ୍ୱତନ୍ତ୍ର ଉପସ୍ଥାପନା ତୁମମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଲା ନିଶ୍ଚିତ ଭାବରେ ସେୟାର, କମେଣ୍ଟ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଏତିକି ସହିତ ମୁଁ ରହୁଛି ଲାଲମୋହନ। ନମସ୍କାର।